ଦେଖନ୍ତୁ ବିଜୁ ଜନତା ଦଳ ଆଜିକା ଦିନରେ ମଧ୍ୟ ମଜବୁତ ସ୍ଥିତିରେ ଅଛନ୍ତି। ଆପଣ ହୁଏତ ତାଙ୍କର ଆସନ କମି ଯାଇପାରେ କିନ୍ତୁ ଆଜିକା ଦିନରେ 147 ଟା ନିର୍ବାଚନ ମଣ୍ଡଳୀରେ ଯେହେତୁ ତାଙ୍କର ଗୋଟେ ଭଲ ବେସ୍ ରହିଛି, ସଂଗଠନ ରହିଛି, ନବୀନ ପଟ୍ଟନାୟକଙ୍କର ଏବେ ବି କ୍ରେଜ୍ ରହିଛି। ଆପଣ ଦେଖିବେ ତାଙ୍କର ଇଲେକ୍ସନ ମେସିନାରୀ ଯେଉଁଭଳି ଭାବରେ ସେମାନେ ବ୍ଲୁ ପ୍ରିଣ୍ଟ କରିଥିଲେ, ସେଥିରେ ମଧ୍ୟ ଅନେକ ଜାଗାରେ ସଫଳ ହୋଇଛନ୍ତି ଏବଂ ଏମିତି 50-60ଟି ଜାଗା ଅଛି ଯେଉଁଠାରେ ବିଜୁ ଜନତା ଦଳ ସବୁବେଳେ ବାଜିମାତ କରି ଆସେ। ତେଣୁ ସେ 60ଟା ସିଟ୍ରେ ମଧ୍ୟ ବାଜିମାତ କରିବ, ତା ବାଦ ଆଉ କିଛି ସିଟ୍ ମଧ୍ୟ ଆସିବ। ହୁଏତ ଆସନଟି ହୁଏତ କମିପାରେ ଭାରତୀୟ ଜନତା ପାର୍ଟିର ଫ୍ଲୋ ଯୋଗୁଁ, କିନ୍ତୁ ବିଜୁ ଜନତା ଦଳ ସରକାର ଗଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ହଁ, ଯଦି ବି ଭାରତୀୟ ଜନତା ପାର୍ଟି 50ରୁ ଉର୍ଦ୍ଧ୍ୱ ଆସନ ହାତେଇ ପାରିଲା ବା 50ଟି ଆସନ ହାତେଇ ପାରିବ, ଆପଣ ଜାଣିଥିବେ ତୋଡ଼ ମୋଡ଼ ରାଜନୀତିରେ ଭାରତୀୟ ଜନତା ପାର୍ଟିର ଗୋଟେ ଖ୍ୟାତି କହିପାରିବ, ଅପଖ୍ୟାତି ମଧ୍ୟ ରହିଛି। ଅନେକ ଜାଗାରେ ଆପଣ ଦେଖିବେ ସରକାର ଭାଙ୍ଗିବାରେ ଏବଂ ଭାରତୀୟ ଜନତା ପାର୍ଟି ସରକାର ପ୍ରତିଷ୍ଠା କରିବାରେ ଅମିତ ଶାହାଙ୍କର ରଣନୀତି ବହୁତ ଜୋରେ କାମ କରେ। କାଲି ଯଦି 50 ସିଟ୍ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ପାଇଯାଏ, ଆଜି ତ ସନ୍ଧ୍ୟାବେଳକୁ ଆମେ ଏକ୍ଜିଟ୍ ପୋଲରେ ପାଇପାରିବା ଯେ କେତେ ସମ୍ଭାବନା ରହିଛି। ଯଦି 50ଟା ସିଟ୍ ଭାରତୀୟ ଜନତା ପାର୍ଟି ପାଇଲା, ତାହେଲେ ଆପଣ ଦେଖିବେ ଓଡ଼ିଶା ରାଜନୀତିରେ କିଛି ଦିନ ପରେ ଗୋଟେ ହଲଚଲ ମଧ୍ୟ ସୃଷ୍ଟି ହୋଇପାରିବ। ଏବଂ ଯେହେତୁ ଭିକେ ପାଣ୍ଡିଆନକୁ ଆପଣ ଦେଖିବେ ଭାରତୀୟ ଜନତା ପାର୍ଟିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟାର୍ଗେଟ କରିବାରେ ଆରମ୍ଭ କରିଛନ୍ତି। ତେଣୁ କେଉଁଠି ନା କେଉଁଠି ବିଜେପି ସ୍କାନରରେ ମଧ୍ୟ ସେ ରହିଛନ୍ତି। କିନ୍ତୁ ଆମେ ଗଣତନ୍ତ୍ର ବ୍ୟବସ୍ଥାରେ ସବୁବେଳେ କୁହାଯାଏ ଯେ ଜନମତ ହିଁ ସବୁଠାରୁ ବଡ଼। ଜନମତ ଯଦି ବିଜୁ ଜନତା ଦଳ ସପକ୍ଷରେ ଯାଇଥିବ, ତାହେଲେ ଭିକେ ପାଣ୍ଡିଆନ ନିଶ୍ଚିତ ଭାବରେ ହିରୋ ହେବେ। କାହିଁକିନା ସେ ଏକାକୀ ହିଁ ଏ ନିର୍ବାଚନକୁ ପରିଚାଳନା କରୁଥିଲେ। 147ଟା ଜାଗାରେ ସେ ନିର୍ବାଚନ ପ୍ରଚାର ମଧ୍ୟ କରିଛନ୍ତି। ଏହା ମଧ୍ୟ ଓଡ଼ିଶା ପାଇଁ ଏକ ରେକର୍ଡ କହିଲେ ଭୁଲ ହେବ ନାହିଁ, କାରଣ ଅତୀତରେ 147ଟା ଜାଗାରେ ଗୋଟେ ମାସ ଭିତରେ ପ୍ରଚାର କରିବାର ନଜିର ଆପଣ ଦେଖିନଥିବେ। ତେଣୁ କାଲି କ'ଣ ହେବ ସେଇଟା ଆଜିଠାରୁ ଆକଳନ କରିବାଟା ଠିକ୍ ନୁହେଁ। ଯେହେତୁ ନବୀନ ପଟ୍ଟନାୟକଙ୍କର ଭରସା ବିଶ୍ୱାସ ସେ ଜିତି ପାରିଛନ୍ତି, ଆଜିକା ଦିନରେ ବିଜୁ ଜନତା ଦଳ ସେ ନମ୍ବର 2 ରହିଛନ୍ତି। କାଲି ଯଦି ଭାରତୀୟ ଜନତା ପାର୍ଟି କିଛି କରିବ କିମ୍ବା କାଲି ମେଣ୍ଟର ସମ୍ଭାବନା ରହିବ, ସେଇଟା ସମୟ କହିବ। ତେଣୁ ଏବେଠାରୁ ସେ ବିଷୟରେ ଯେମିତି ଶିରୋନାସ୍ତି ଶିରୋପୀଡ଼ା ଭଳି ସେ ବିଷୟରେ ବର୍ତ୍ତମାନ ଚର୍ଚ୍ଚା କରିବାର କିଛି ଆବଶ୍ୟକତା ନାହିଁ ବୋଲି ମୁଁ ମନେ କରୁଛି।